मेट्रो मिक्स ओडिया प्रेजेंट्स। ये कार्यक्रम अनंत गादी रे ये कलीर जो कराल गति चली तथा विश्व रे वर्तमान जो संकट देखा देछि ये संकट समय रे आज को ठीक वर्षे हेब गहन दलर स्रष्टा राजा श्री नरसिंह देवंकर अनेक थर कहिबा एवं यहाकू बारंबार आम मानक सहित आलोचना करिबा एवं परिशेष रे ई निकट अतीत रे अयोध्या मंडल एवं गंजाम ब्रह्मपुर मंडलर किछि मुरबी जेतबेले बसी विभिन्न कार्यक्रम संबंध रे आलोचना करुथिले से आलोचना समय रे से माननको निर्देश देइथिले एवं निर्देश देवा सहित मते मध्य निर्देश देइथिले पत्रिकाटिए करिबा पाई जे पत्रिका आपण मानक पाखरे पहुंचीथिला ताहा कहार परिकल्पना नथिला एवं कि कहार मनोगढ़ा प्रस्तुति नथिला ताहा थिला स्वयं स्रष्टा जहांक पाई आज ये गहन दल जहांकर प्रतिटी मुहूर्त ये गहन दल पाई उत्सर्गीकृत से होचंती मोर पूज्य परम राजा श्री नरसिंह देव तांको पितार्थ आनंद एकवार हरि राजा नरसिंह देव पितार्थ आनंद एकवार हरि बोल। आजिर এই महान नित्य रहस्य संपर्क रे आपण मानकू कहि सुनाइबा मोर दृष्टता मात्र हेब कारण जे गोलोकनाथ जे साक्षात विष्णु स्वरूप जे होचंती ए कली युगर भविष्यत स्रष्टा आज को 600 वर्ष तले ये जीव जगतर परित्राण निमंते एक सुंदर भावरे रहस्य माध्यम रे ये जीवर गति मुक्ति पाई ये जीव दुष्कृत विनाश पाई ये जीव मुक्ति लाभ करिवा पाई जे रहस्य रचना करिथिले अनेक रहस्य रचना मध्यरे तन्न मध्यरे ई महान नित्य रहस्य अन्यतम अटे। नित्य रहस्य प्रीत्यर्थे आनंद एकवार हरि बोल। जे नित्य रहस्य को आपण आज संध्यारू अप्राकृत प्रेमर अमृत धारा अप्राकृत प्रेमर अमृत धारार निजको भिजाइवा पई यह आपण मानक पई एक विरल सुजोग काहे के हा विरल सुजोग जदि आपण ये मंच रे जे माने आज परिवेषण करूथिले मु तो एबे भाबुतली टिके पूर्वरु सतरे कोन ये वृंदावन हे जाई आजी से गोलाहाट पुररु प्रभु 10 अवतार नहीं वृंदावन रे जेमति विहरिचंती ठीक सेही भली लागुची कारण आमे नित्य रहस्य करूचे ए नित्य कोन ना नित्य होउची सनातन ए नित्य केमिति सनातन जे सत्य जे शाश्वत जे चिरंतन से होउची नित्य तेणु से नित्य सहित पुणी जोड़ी होइछि तीनोटी शब्द जहाँकि रहस्य प्रत्येक जीवात्मा मध्य
ପ୍ରତ୍ୟେକ ଜୀବ ପାଖରେ ଏ ରାହାସର କାର୍ଯ୍ୟକ୍ରମ ଚାଲିଅଛି, ଯାହାକୁ ଆପଣମାନଙ୍କୁ ଟିକେ ପୂର୍ବରୁ ଉତ୍ସବ ଭାଇ କହି ଶୁଣାଉଥିଲେ। ତେଣୁ ଏ ରାହାସ କାର୍ଯ୍ୟକ୍ରମକୁ ମହାପ୍ରଭୁ ଶ୍ରୀ ଅଚ୍ୟୁତାନନ୍ଦ ରାଧା ଆଉ କୃଷ୍ଣଙ୍କ ମାଧ୍ୟମରେ ଏଇ କଳିରେ ଏହାକୁ ପରିବେଷଣ କରି ଏ ଜୀବ ପରିତ୍ରାଣ ଲାଭ କରିବ, ଗତିମୁକ୍ତି ଲାଭ କରିବ ଏବଂ ନିଜେ ବୈକୁଣ୍ଠ ପ୍ରାପ୍ତି ହେବ, ସେଥିପାଇଁ ସେ ରାହାସ ସୃଷ୍ଟି କରିଥିଲେ। କଣ ଏ ରାହାସ? ନା ରାଧା ଆଉ କୃଷ୍ଣଙ୍କର ଏ ଯୋଉ ମିଳନ ତ୍ରିକୁଟରେ ହେଉଛି। ଆମ ବାମନାସାରେ ଯେଉଁ ନିଶ୍ୱାସ ଆସୁଛି ତା ରାଧା ଏବଂ ଡାହାଣ ପୁଡ଼ାରେ ଯେଉଁ ନିଶ୍ୱାସ ଆସୁଛି ତାହା କୃଷ୍ଣ। ଏ ଯେତେବେଳେ ମିଳନ ହୁଅନ୍ତି ଜୀବ ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ହୁଏ। ତେଣୁ ଆତ୍ମା ଯେତେବେଳେ ପରମାତ୍ମାଙ୍କ ସହିତ ମିଳନ ଘଟେ, ଆତ୍ମା ପରମାତ୍ମାଙ୍କ ସହିତ ମିଳନ ଘଟିଲେ ଏ ଜୀବର ଦୁଇଟି ଜିନିଷ ହୁଏ, ଗୋଟିଏ ହୁଏ ଜନ୍ମ ଆଉ ଗୋଟିଏ ହୁଏ ମୃତ୍ୟୁ। ତେବେ ଆମେ ଯେହେତୁ ଆଜି ନିତ୍ୟ ରାହାସରେ ଅଛେ, ତେଣୁ ଆମେ ଜନ୍ମ ସମ୍ବନ୍ଧରେ ଜାଣିବା। ସେ ଜନ୍ମ କଣ? ନା ରାଧା ଆଉ କୃଷ୍ଣଙ୍କର ମିଳନରେ ଯେଉଁ ସଂଯୋଗ ଘଟେ, ସେ ସଂଯୋଗ ବଳରେ କଣ ହୁଏ? ନା ଆତ୍ମା ପରମାତ୍ମାଙ୍କର ମିଳନରେ ଏକ ଆତ୍ମା ସଞ୍ଚରିତ ହୁଏ, ଏକ ଆତ୍ମା ନିର୍ଗୁଣରୁ ସଗୁଣ ହୁଏ, ଏ ଆତ୍ମା ନିର୍ଗୁଣ ଆତ୍ମା ଗୁଣବନ୍ତ ହୁଏ। ଯେତେବେଳେ ଆତ୍ମା ଗୁଣବନ୍ତ ହୁଏ ସେତେବେଳେ ସେ ତିନୋଟି ସ୍ତର ଦେଇକି ଆସିଥାଏ। କଣ ସେ ସ୍ତର? ନା ସତ, ରଜ, ତମ। ଏ ତିନି ଗୁଣରେ ମଣିଷ ଜନ୍ମ ନେଇଥାଏ। ସତଗୁଣ, ରଜଗୁଣ ଆଉ ତମ ଗୁଣ। ତେଣୁ ଏ ତିନୋଟି ଗୁଣ ଭିତରେ ଆମେ ତିନୋଟି ଗୁଣକୁ କଣ କହିବା? ନା ସତଗୁଣଟି ହେଉଛି ଜ୍ଞାନ, ରଜଗୁଣଟି ହେଉଛି କର୍ମ ଆଉ ତମ ଗୁଣଟି ହେଉଛି ଅଜ୍ଞାନ। ତେଣୁ ମଣିଷ ଯେତେବେଳେ ଗୁଣାତୀତ ହୁଏ, ଆମେ ଗୁଣବନ୍ତ ହେଲେ, ଆମ ପାଖରେ ଆତ୍ମା ଗୁଣବନ୍ତ ହେଲେ ବିଭିନ୍ନ ସ୍ୱରୂପ ଦେଖାଦିଏ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣଟେ ଦେବି। ଏଠି ଆମେ ସମସ୍ତେ ବସିଛେ, ଆତ୍ମା ଗୋଟିଏ, ସିଏ ଯେତେବେଳେ ଗୁଣବନ୍ତ ହୁଏ ନିଜର କର୍ମଫଳ, ନିଜର ସ୍ୱଭାବ ଏବଂ ନିଜର ଆଚରଣ ତଥା ଉଚ୍ଚାରଣକୁ ନେଇ ସେ ଇଏ ଧରା ପୃଷ୍ଠରେ ନିଜର ଦୈନନ୍ଦିନ ଜୀବନ ଯାପନ କରେ। କେମିତି? ଉଦାହରଣ ସ୍ୱରୂପ ଆପଣମାନେ ଆଜି ଏଠି ବସିଛନ୍ତି ଏଇ ବର୍ଣ୍ଣାଢ୍ୟ ସନ୍ଧ୍ୟାରେ। ଏ ବର୍ଣ୍ଣାଢ୍ୟ ସନ୍ଧ୍ୟାକୁ ଆଲୋକିତ କରୁଛି ଏଇ ଆଲୋକ, ବିଜୁଳି। ଆମେ ଏଇ ବିଜୁଳିର ଗୋଟେ ଏକ୍ସାମ୍ପଲ ନବା, ଉଦାହରଣ ନବା। ବିଜୁଳିର କର୍ମ ହେଲା କରେଣ୍ଟ ଯୋଗାଇବା। ଆପଣ ଆ ଦେହରେ କରେଣ୍ଟ ଦ୍ୱାରା, ମୁଁ ମାଇକ୍ରୋଫୋନରେ କଥା କହୁଛି, କରେଣ୍ଟ ଦ୍ୱାରା ସେ ଆଲୋକ ଜଳୁଛି, କରେଣ୍ଟ ଦ୍ୱାରା ସେଠି ଲାଇଟ୍ ଜଳୁଛି, କରେଣ୍ଟ ଦ୍ୱାରା ଏଠି ପବନରେ ଆମେ ପବନ ପାଉଛେ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଆ, ମଣିଷ ଯେତେବେଳେ ଜନ୍ମ ନେଇଥାଏ, ଗୁଣାତୀତ ହୋଇଥାଏ, ସେ ଗୁଣ ଭିତରେ ଅନେକ ପ୍ରକାରର ବୁଦ୍ଧି ସଞ୍ଚାରିତ ହୋଇଥାଏ। ତେଣୁ ସେ ତାର ବୁଦ୍ଧି ବଳରେ କାହାର ବୁଦ୍ଧି ଆଲୋକିତ କରିବା, କାହାର ବୁଦ୍ଧି ଆମକୁ ପବନ ଯୋଗାଇବା ଏବଂ କାହାର ବୁଦ୍ଧି ଆମକୁ ଏଇ ବେତାର ମାଧ୍ୟମରେ ଭାଷା ଶୁଣାଇବା। ତେଣୁ ଆମ ପାଖରେ ଏଠି ଉପସ୍ଥିତ ଥିବା ଅନେକ ଜୀବାତ୍ମାଙ୍କ ଚରଣରେ ମୋର କୋଟି ଶରଣ। ତେଣୁ କହି ଆଜିର ଏଇ ରାହାସ କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ମୁଁ ଅନୁରୋଧ କରିବି। ମୋର କହିବାରେ ଯଦି କିଛି ତ୍ରୁଟି ଥାଏ ଆପଣମାନେ ମୋତେ ଆପଣଙ୍କ ବଡ଼ କୋଣରେ କ୍ଷମା କରିଦେବେ। ମୁଁ ଛୋଟ ଛୁଆ, ଜାଣିନି ବ୍ରହ୍ମଜ୍ଞାନ ବିଷୟରେ କିଛି। ଆପଣଙ୍କୁ ଯାହା କହିଲି ସେଥିରେ ଆପଣ ମୋତେ ଯଦି କୋଉଠି ତ୍ରୁଟି ଥାଏ କ୍ଷମା କରିଦେବେ। ରାଧାଙ୍କର ଶ୍ରୀକୃଷ୍ଣଙ୍କ ମନ ଏକ ଉଦର ଅଭିନ୍ନ, ହେ ରାଧାଙ୍କର ଶ୍ରୀକୃଷ୍ଣଙ୍କ ମନ ଏକ ଉଦର ଅଭିନ୍ନ, ବେଦ ଯାହାକୁ ବାଛି ନ ପାରିଲା, ଏକ ଦୁଇ ବୋଲି ଯା
କହୁଛନ୍ତି ରାଧାକୃଷ୍ଣ ଦୁଇ ନୁହଁ ଏକ। ବେଦ ଯାହାକୁ ଜାଣିପାରିଲା ନାହିଁ, ବେଦ କାହିଁକି ଜାଣିପାରିଲା ନାହିଁ? ବେଦ ହେଉଛି ଚାରି ଗୋଟି। ମୁଖରେ ରହିଲା ଋଗ୍ବେଦ, ନାସାର ପବନରେ ରହିଲା ଯଜୁର୍ବେଦ, ନୟନରେ ରହିଛି ସାମବେଦ, କର୍ଣ୍ଣରେ ରହିଛି ଅଥର୍ବ ବେଦ। ଏ ଚାରି ବେଦ ମଧ୍ୟରେ ରାଧାକୃଷ୍ଣ ଦୁଇ ବୋଲିକିରି ବୁଝିଛନ୍ତି। କିନ୍ତୁ ଏ ଚାରି ବେଦ ଉପରେ, ଚାରି ବେଦକୁ ଅତିକ୍ରମ କରିକି ଗଲା ପରେ ଦେଖିବେ ଯେ ଚାରି ବେଦ ପରେ ରାଧାକୃଷ୍ଣ ଏକ, ଦୁଇ ନୁହଁ। ଅଥର୍ବ ବେଦ ବିଦ୍ୟା ଯେଉଁମାନେ ଜାଣନ୍ତି ସେଇମାନେ ଏ ରହସ୍ୟକୁ ବୁଝିପାରିବେ। ସେଥିପାଇଁ ସେ କହନ୍ତି ଅଥର୍ବ ବେଦକୁ ଯେ ଯୋଗୀ ଜାଣଇ ସେଇଟି ଅଟଇ ବ୍ରହ୍ମ। ଏ ଅଥର୍ବ ବେଦକୁ ଯେ ଯୋଗୀ ଜାଣଇ ସେଇଟି ଅଟଇ ବ୍ରହ୍ମ। সেই ব্রহ্মরে সে ধ্যান, ব্রহ্মরে যে লীন, ব্রহ্মরে হুইলীন, ব্রহ্মরে হুইলীন। রামচন্দ্র ব্রহ্মরে হুইলীন, ব্রহ্মরে হুইলীন। রামচন্দ্র ব্রহ্মরে হুইলীন। ତେଣୁ ଅଥର୍ବ ବେଦ ବିଦ୍ୟା ଜାଣିଲେ ଯେ ରାଧାକୃଷ୍ଣ ଦୁଇ ନୁହଁ ଏକ।